नमस्कार। अच्छा, विद्युत आउ चुंबकत्व ए दुईटा शक्तिକୁ ଆମେ ସାଧାରଣତଃ ଅଲଗା ଅଲଗା ବୋଲି ଭାବୁ। କିନ୍ତୁ ଯଦି କୁହାଯାଏ ଯେ ଏମାନେ ପ୍ରକୃତରେ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ଆଜି ଆମେ ସେହି ଅଦୃଶ୍ୟ ସମ୍ପର୍କର ରହସ୍ୟ ଖୋଳିବା ଯାହା ଆମ ପୂରା ଦୁନିଆକୁ ଚଲାଉଛି। ତେବେ ଏଇ ଦୁଇଟା ଶକ୍ତି ଭିତରେ ପ୍ରକୃତ ସମ୍ପର୍କଟା କ'ଣ? ଏଇ ଗୋଟିଏ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆସନ୍ତୁ ଆଜିର ଏହି ଯାତ୍ରା ଆରମ୍ଭ କରିବା। କଳ୍ପନା କରନ୍ତୁ ଟିକେ 1820 ମସିହା ଜଣେ ବୈଜ୍ଞାନିକ ହାନ୍ସ ଖ୍ରୀଷ୍ଟିଆନ ଅଷ୍ଟେଡ୍ ଗୋଟେ ସାଧାରଣ ପରୀକ୍ଷା କରୁଥିଲେ। ସେ ଦେଖିଲେ ଯେମିତି ହିଁ ତାରରେ ବିଦ୍ୟୁତ୍ ପ୍ରବାହ ହେଲା, ପାଖରେ ଥିବା କମ୍ପାସର ଛୁଞ୍ଚିଟି ହଠାତ୍ ହଲିବାକୁ ଲାଗିଲା। ବାସ୍, ସେଇ ଗୋଟିଏ ମୁହୂର୍ତ୍ତରେ ସବୁକିଛି ବଦଳିଗଲା। ଏହା ହିଁ ଥିଲା ସେହି ସ୍ଫୁଲିଙ୍ଗ ଯାହା ବିଜ୍ଞାନର ଦୁଇଟି ଅଲଗା ଦୁନିଆକୁ ସବୁଦିନ ପାଇଁ ଏକାଠି କରିଦେଲା। ତେବେ ଆସନ୍ତୁ ଦେଖିବା ଆଗକୁ କ'ଣ ସବୁ ଅଛି। ଆମେ ପ୍ରଥମେ ବୁଝିବା ବିଦ୍ୟୁତ୍ ଆଉ ଚୁମ୍ବକତ୍ୱ ଭିତରେ ଥିବା ସମ୍ପର୍କକୁ। ତାପରେ ଦେଖିବା ଏଥିରୁ କେମିତି ବଳ ସୃଷ୍ଟି ହୁଏ, ଯାହା ବୈଦ୍ୟୁତିକ ମୋଟର ଚଲାଏ। ଆଉ ତାପରେ ଆମେ ଠିକ୍ ଏହାର ଓଲଟା ଦେଖିବା, ମାନେ ଗତିରୁ ପୁଣି କେମିତି ବିଦ୍ୟୁତ୍ ତିଆରି ହୁଏ। ଠିକ୍ ଅଛି, ତେବେ ଆସନ୍ତୁ ଆଗକୁ ବଢ଼ିବା। ଅର୍ଷ୍ଟେଡ୍ ଯାହା ଦେଖିଲେ, ସେହି ଅଦୃଶ୍ୟ ଶକ୍ତି ବା ଚୁମ୍ବକୀୟ କ୍ଷେତ୍ର ପ୍ରକୃତରେ କ'ଣ ଆଉ ଏହା ଦେଖିବାକୁ କେମିତି? ଭାବିନିଅନ୍ତୁ ଯେ ଗୋଟେ ତାରରେ ବିଦ୍ୟୁତ୍ ପ୍ରବାହ ହେବା ମାନେ ଏହା ନିଜ ଚାରିପଟେ ଗୋଟେ ଅଦୃଶ୍ୟ ପ୍ରଭାବର ଜାଲ ବୁଣିଦିଏ। ଏହି ଜାଲ ଭିତରକୁ କିଛି ଆସିଲେ ହିଁ ତା ଉପରେ ଏକ ବଳ ଅନୁଭବ ହୁଏ। ଏହି ଅଦୃଶ୍ୟ ପ୍ରଭାବର ଅଞ୍ଚଳକୁ ହିଁ ଆମେ ଚୁମ୍ବକୀୟ କ୍ଷେତ୍ର ବୋଲି କହିଥାଉ। ଏହି କ୍ଷେତ୍ରକୁ ଭଲଭାବେ ବୁଝିବା ପାଇଁ ବୈଜ୍ଞାନିକମାନେ କିଛି କାଳ୍ପନିକ ରେଖାର ସାହାଯ୍ୟ ନେଇଛନ୍ତି। ଏମାନଙ୍କର ନାଁ କିଛି ମଜାଦାର ନିୟମ ଅଛି। ଏମାନେ ସବୁବେଳେ ଉତ୍ତର ମେରୁରୁ ବାହାରି ଦକ୍ଷିଣ ମେରୁକୁ ଯାଆନ୍ତି। ଯେଉଁଠି ଏମାନେ ପାଖାପାଖି ବା ଘଞ୍ଚ ଥାନ୍ତି, ସେଠି ଚୁମ୍ବକର ଶକ୍ତି ସବୁଠୁ ବେଶୀ। ଆଉ ସବୁଠୁ ବଡ଼ କଥା, ଏମାନେ ଏତେ ଶୃଙ୍ଖଳିତ ଯେ କେବେ ବି ପରସ୍ପରକୁ କାଟନ୍ତି ନାହିଁ। ଏବେ ଦେଖନ୍ତୁ, ତାରର ଆକାର ବଦଳିଲେ ଏହି ଚୁମ୍ବକୀୟ କ୍ଷେତ୍ରର ନକ୍ସା ବି ବଦଳିଯାଏ। ଧରନ୍ତୁ ଗୋଟେ ସିଧା ତାର ଅଛି। ତା ଚାରିପଟେ ଏହି କ୍ଷେତ୍ର ଠିକ୍ ପିଆଜର ଚୋପା ପରି ଗୋଲାକାର ସ୍ତର ଭାବରେ ରହିଥାଏ। ଆଚ୍ଛା, ଏବେ ଯଦି ସେଇ ସିଧା ତାରକୁ ବଙ୍କେଇ ଗୋଟେ ରିଙ୍ଗ କରିଦେବା, ତାହେଲେ କ'ଣ ହବ କହିଲେ? ସବୁ ଚୁମ୍ବକୀୟ ଶକ୍ତି ସେହି ରିଙ୍ଗର କେନ୍ଦ୍ରରେ ଏକାଠି ହୋଇଯାଏ। ଫଳରେ ସେଠାରେ ଗୋଟେ ବହୁତ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ। ଆଉ ଯଦି ଆମେ ଏହାକୁ ଆହୁରି ଆଗକୁ ନେବା, ଗୋଟିଏ ରିଙ୍ଗ ବଦଳରେ ଗୋଟେ ସ୍ପ୍ରିଙ୍ଗ ଭଳିଆ ବହୁତ ରିଙ୍ଗ ଉଡ଼େଇଦେଲେ କେମିତି ହବ? ତାକୁ ହିଁ କୁହାଯାଏ ସଲେନଏଡ୍। ଏହା ଭିତରେ ଏକ ଏତେ ଶକ୍ତିଶାଳୀ ଆଉ ସମାନ ଚୁମ୍ବକୀୟ କ୍ଷେତ୍ର ତିଆରି ହୁଏ ଯେ ଲାଗେ ସତେ ଯେମିତି ଗୋଟେ ଦଣ୍ଡ ଚୁମ୍ବକ ରଖାଯାଇଛି। ଏବେ ଆସନ୍ତୁ ସବୁଠୁ ମଜାଦାର କଥାକୁ। ଏହି ଜ୍ଞାନକୁ ବ୍ୟବହାର କରି ଆମେ ଏକ ମ୍ୟାଜିକ୍ ଚୁମ୍ବକ ତିଆରି କରିପାରିବା। ମାନେ ଗୋଟିଏ ସୁଇଚ୍ରେ ଚୁମ୍ବକୀୟ ଶକ୍ତି ଅନ୍ ଆଉ ସେହି ସୁଇଚ୍ରେ ପୁଣି ଅଫ୍। ଏହାକୁ ହିଁ ବିଦ୍ୟୁତ୍ ଚୁମ୍ବକ କୁହାଯାଏ, ଆଉ ଏହା ଆଧୁନିକ ଟେକ୍ନୋଲୋଜିର ମୂଳଦ୍ୱାର। ହଉ, ତେବେ ଆମେ ତ ବିଦ୍ୟୁତ୍ରୁ ଚୁମ୍ବକ ତିଆରି କରିବା ଶିଖିଗଲେ। କିନ୍ତୁ ଏବେ ଏହାକୁ ନେଇ କରିବା କ'ଣ? ଯଦି ଆମେ ଆମ ତିଆରି କରିଥିବା ଚୁମ୍ବକକୁ ଆଉ ଗୋଟିଏ ଚୁମ୍ବକ ପାଖକୁ ଆଣିବା, ତେବେ କ'ଣ ହବ? ଏଇଠି ହିଁ ତ ପ୍ରକୃତ ଯାଦୁ ଆରମ୍ଭ ହୁଏ। ଯେତେବେଳେ ଦୁଇଟି ଚୁମ୍ବକୀୟ କ୍ଷେତ୍ର ମୁହାଁମୁହିଁ ହୁଅନ୍ତି, ସେମାନେ ପରସ୍ପର ଉପରେ ଏକ ବାସ୍ତବିକ ବଳ ପ୍ରୟୋଗ କରନ୍ତି। ଗୋଟିଏ ଠେଲା ବା ଟଣା, ଆଉ ଏହି ବଳ ହିଁ ଗତି ସୃଷ୍ଟି କରେ। କିନ୍ତୁ କଥା ହେଉଛି, ବଳ କେଉଁ ଦିଗକୁ ଲାଗିବ? ଏଥିପାଇଁ ଅଛି ଫ୍ଲେମିଙ୍କ ବାମହସ୍ତ ନିୟମ। ଏକ ସହଜ ଉପାୟ। ନିଜ ବାମ ହାତର ପ୍ରଥମ 3 ଆଙ୍ଗୁଠିକୁ ପରସ୍ପର ସହ ଲମ୍ବ ଭାବରେ ରଖନ୍ତୁ। ଯଦି ତର୍ଜନୀ ଚୁମ୍ବକୀୟ କ୍ଷେତ୍ର ଦେଖାଏ, ମଧ୍ୟମା ବିଦ୍ୟୁତ୍ ସ୍ରୋତ ଦେଖାଏ, ତେବେ ବୁଢ଼ା ଆଙ୍ଗୁଠି ସିଧାସଳଖ ଗତିର ଦିଗ ଦେଖାଇବ। ବାସ୍, ଏହା ହିଁ ହେଉଛି ମୋଟର ନିୟମ। ଗୋଟିଏ ସରଳ ନିୟମ, କିନ୍ତୁ ଏହାର ପ୍ରଭାବ ଯୁଗାନ୍ତକାରୀ। ଏହି ଛୋଟ ନିୟମଟି ହିଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ର, ବୈଦ୍ୟୁତିକ ମୋଟରର ମୂଳଦୁଆ। ଚାଲନ୍ତୁ ଦେଖିବା କେମିତି। ଆମେ ଏବେ ଯେଉଁ ଠେଲା ବା ଟଣା ବଳ ବିଷୟରେ କଥା ହେଲି, ତାହାକୁ ହିଁ ବ୍ୟବହାର କରି ତିଆରି ହୁଏ ବୈଦ୍ୟୁତିକ ମୋଟର। ଏହା ଏମିତି ଏକ ଯନ୍ତ୍ର ଯାହା ବିଦ୍ୟୁତ୍ ଶକ୍ତିକୁ ନେଇ ତାକୁ ଘୂର୍ଣ୍ଣନ ଗତିରେ ବଦଳାଇ ଦିଏ। ଆମ ଚାରିପଟେ ଥିବା ଫ୍ୟାନ୍ଠାରୁ ଆରମ୍ଭ କରି ଇଲେକ୍ଟ୍ରିକ୍ ଗାଡ଼ି ପର୍ଯ୍ୟନ୍ତ ସବୁକିଛି ଏଇ ନିୟମରେ ହିଁ ଚାଲେ। ହେଲେ ମୋଟରଟି ଲଗାତାର ଘୂରେ କେମିତି? ଏହାର ରହସ୍ୟ ହେଉଛି କମ୍ୟୁଟେଟର। ଏହାକୁ ଗୋଟେ ଚାଲାକ ଟ୍ରାଫିକ୍ ପୋଲିସ ଭଳି ଭାବନ୍ତୁ। ପ୍ରତି ଅଧା ଘୂର୍ଣ୍ଣନ ପରେ ଏହା ଚୁପଚାପ ବିଦ୍ୟୁତ୍ର ରାସ୍ତା ବଦଳାଇ ଦିଏ। ଫଳରେ କୁଣ୍ଡଳୀ ଉପରେ ଲାଗୁଥିବା ଧକ୍କା ସବୁବେଳେ ଗୋଟିଏ ହିଁ ଦିଗରେ ରହେ, ଆଉ ମୋଟରଟି ବିନା ଅଟକି ଘୂରି ଚାଲେ।
ଏଇଠି ଟିକେ ଅଟକି ଯାଆନ୍ତୁ ଆଉ ଏ କଥାଟାକୁ ଭାବନ୍ତୁ। ଗୋଟିଏ ପଟେ ବିଦ୍ୟୁତ୍ରୁ ଗତି ତିଆରି ହେଉଛି, ଅନ୍ୟପଟେ ଗତିରୁ ବିଦ୍ୟୁତ୍। ଦେଖନ୍ତୁ ପ୍ରକୃତିର କେତେ ସୁନ୍ଦର ସମମିତ। ତେବେ ପ୍ରଶ୍ନ ହେଉଛି, ଯଦି ବିଦ୍ୟୁତ୍ରୁ ଗତି ସମ୍ଭବ, ତେବେ କ'ଣ ଗତିରୁ ବିଦ୍ୟୁତ୍ ତିଆରି କରିହେବ? ଆଉ ଜାଣିଛନ୍ତି ମଜା କଥା କ'ଣ? ଏ ପ୍ରଶ୍ନର ଉତ୍ତର ପାଇବାକୁ ବେଶୀ ସମୟ ଲାଗିନଥିଲା। 1831 ମସିହାରେ ମହାନ ବୈଜ୍ଞାନିକ ମାଇକେଲ ଫାରାଡେ ଆଉ ଏକ ଚମତ୍କାର ଆବିଷ୍କାର ସହ ଏହାର ଉତ୍ତର ଦେଇଥିଲେ। ଫାରାଡେ ଯାହା ଦେଖାଇଲେ ତାହା ସତରେ କୌଣସି ଯାଦୁଠାରୁ କମ୍ ନଥିଲା। ସେ ପ୍ରମାଣ କଲେ ଯେ ବିନା ବ୍ୟାଟେରୀରେ, ବିନା କୌଣସି ତାର ସଂଯୋଗରେ କେବଳ ଗୋଟିଏ ଚୁମ୍ବକକୁ ତାର କୁଣ୍ଡଳୀ ଭିତରେ ଆଗକୁ ପଛକୁ କଲେ ହିଁ ତାରରେ ବିଦ୍ୟୁତ୍ ପ୍ରବାହିତ ହେଉଛି। ଏହି ଯାଦୁକୁ ହିଁ କୁହାଯାଏ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ। ତେବେ ଏହି ଯେଉଁ ନୂଆ ବିଦ୍ୟୁତ୍ ତିଆରି ହେଲା, ତାର ଦିଗ କ'ଣ ହେବ? ଆଉ ମୋଟର ନିୟମ ଭଳି ଏହାର ବି ଗୋଟେ ନିୟମ ଅଛି, କିନ୍ତୁ ଏଥର ଫ୍ଲେମିଂଙ୍କ ଡାହାଣ ହସ୍ତ ନିୟମ। ତର୍ଜନୀ କ୍ଷେତ୍ର ଦେଖାଇବ, ବୁଢ଼ା ଆଙ୍ଗୁଠି ଗତି ଦେଖାଇବ, ଆଉ ମଧ୍ୟମା ଆପେ ଆପେ ପ୍ରେରିତ ବିଦ୍ୟୁତ୍ର ଦିଗ ଦେଖାଇଦେବ। ଏହା ହେଉଛି ଜେନେରେଟର ନିୟମ। ଏଇ ଯେଉଁ ଛୋଟ ନିୟମଟି ଆମେ ଦେଖିଲେ, ଏହା ହିଁ ଆଜି ଆମ ପୂରା ସଭ୍ୟତାକୁ ଚଲାଉଥିବା ବିଦ୍ୟୁତ୍ ଉତ୍ପାଦନର ମୂଳଦୁଆ। ତେବେ ସିଧା କଥା ହେଉଛି, ଜେନେରେଟର ଆଉ କିଛି ନୁହେଁ, ବରଂ ଗୋଟେ ମୋଟରର ଠିକ୍ ଓଲଟା। ମୋଟର ବିଦ୍ୟୁତ୍ ନେଇ ଗତି ଦିଏ, ଆଉ ଜେନେରେଟର ଗତି ନେଇ ବିଦ୍ୟୁତ୍ ଦିଏ। ଏବେ ଆମର ଯାତ୍ରା ସମ୍ପୂର୍ଣ୍ଣ ହେଲା। ଜେନେରେଟର ଗତିରୁ ବିଦ୍ୟୁତ୍ ତିଆରି କଲା, ଆଉ ସେହି ବିଦ୍ୟୁତ୍ ପୁଣି ମୋଟରକୁ ଚଢ଼ାଇ ଗତି ସୃଷ୍ଟି କଲା। ଗୋଟିଏ ଅଦ୍ଭୁତ ଚକ୍ର, ଯାହାର ମୂଳରେ ରହିଛି ବିଦ୍ୟୁତ୍ ଓ ଚୁମ୍ବକତ୍ୱର ସେହି ଗଭୀର ଆଉ ଅଦୃଶ୍ୟ ସମ୍ପର୍କ। ତେବେ ଶେଷରେ ଗୋଟିଏ ପ୍ରଶ୍ନ ସହ ଛାଡ଼ିଯାଉଛି। ଭାବି ଦେଖନ୍ତୁ ତ, ଯଦି ଅର୍ଷ୍ଟେଡ୍ ସେହି କମ୍ପାସର ହଲିବାକୁ ନଜରଅନ୍ଦାଜ କରିଦେଇଥାନ୍ତେ କିମ୍ବା ଫାରାଡେ ସେହି ତାରକୁ ଘୂରାଇ ନଥାନ୍ତେ, ତେବେ ଆଜି ଆମର ଏହି ଦୁନିଆ କେମିତି ହୋଇଥାନ୍ତା? ଏହି ବିଷୟରେ ନିଶ୍ଚୟ ଚିନ୍ତା କରିବେ। ଆଜି ପାଇଁ ଏତିକି, ଧନ୍ୟବାଦ।